କାହାଣୀ ଦୁଷ୍ଟଙ୍କୁ ବିଶ୍ୱାସ କର ନାହିଁ। କୁକୁର ଓ କୁକୁଡ଼ା ଦୁଇ ମିତ୍ର ମକର ଜାତ ଦେଖିବାକୁ ଗଲେ। କୁକୁର ହାତ ଟଣା ଗାଡ଼ି ଧରି ଟାଣିଲା। କୁକୁଡ଼ା ଗାଡ଼ି ଉପରେ ବସି ରହିଲା। କିଛି ବାଟ ଯିବା ପରେ ବୁଦା ଭିତରୁ ଗୋଟେ ବିଲୁଆ ବାହାରିଲା। ବିଲୁଆ ତ ଭାରି ଚତୁର ଜୀବ। ସେ କୁକୁଡ଼ାକୁ ଖାଇବାକୁ ଇଚ୍ଛା କଲା। ଧୀରେ ଧୀରେ କୁକୁର ପାଖକୁ ଆସି କହିଲା, ଭାଇନା ଓଳିକି। କୁକୁର ବିଲୁଆକୁ କହିଲା, ବିଲୁଆ ନନା କଥା କ'ଣ କି? ବିଲୁଆ କହିଲା, ହାତ ଟଣା ଗାଡ଼ିଟାକୁ ଟାଣି ଟାଣି ହାଲିଆ ଲାଗୁଥିବ। ତୁମେ ଟିକେ ଆରାମ କର। ମୋ ପାଖରେ ଥିବା ହାଡ଼ଟିକୁ ଖାଇ ମଜା ନିଅ। ତାପରେ ତୁମେ ଏଠାରୁ ଚାଲିଯିବ। ବିଲୁଆର କଥା ଶୁଣି କୁକୁରର ଲୋଭ ହେଲା। ସେ ଗାଡ଼ିଟିକୁ ଅଟକାଇ ହାଡ଼ ଖାଇଲା। କୁକୁର ହାଡ଼ ଖାଉଥିବାର ଦେଖି ବିଲୁଆ କୁକୁଡ଼ାକୁ କାମୁଡ଼ିକି ଧରି ବଣ ଭିତରକୁ ଚାଲିଗଲା। କିଛି ସମୟ ପରେ କୁକୁର ଆସି ଦେଖିଲା କୁକୁଡ଼ା ନାହିଁ କି ବିଲୁଆ ନାହିଁ। ମନ ବହୁତ ଦୁଃଖ ହେଲା। ଏହିପରି ପରିଣାମ ହୋଇଥାଏ ଦୁଷ୍ଟ ଲୋକଙ୍କ ଉପରେ ଭରସା କରିବା। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।